ଯେତେବେଳେ ରାଜୁ ପ୍ରବଳ ଇଚ୍ଛାଶକ୍ତି ପ୍ରୟୋଗ କରି ଅଦୃଶ୍ୟ ଶକ୍ତି ତରଙ୍ଗକୁ ପୁଣି ନିଜ କଳେବରରେ ପରିଣତ କଲା, ସେତେବେଳେ ସେ ନିଜେ ଗୋଟିଏ ଅନ୍ଧକାର ଗୁମ୍ଫା ଭିତରେ ପଡ଼ିଥିବାର ଦେଖିଲା। ସେ ଏଣେତେଣେ ଅନାଇଲା। ତାର ଦୃଷ୍ଟି ଆକର୍ଷଣ କଲା ଯୋଡ଼ିଏ ନୀଳାଭ ଆଲୋକ ବିନ୍ଦୁ। ଅଚିରେ ସେ ବୁଝିଲା ସେ ଯୋଡ଼ିକ ଜଣେ ଯୋଗୀଙ୍କ ନୟନ ଯୁଗଳ। ଯୋଗୀ ଏକ ଧ୍ୟାନରେ ତାକୁ ଲକ୍ଷ୍ୟ କରୁଥିଲେ। ହେ ଭଗବାନ, ସେ ଏ ନୂତନ ରାଜ୍ୟରେ ପୁଣି ଗୋଟାଏ ଦୁଷ୍ଟ ପୁରୋହିତର ହାବୁଡ଼ରେ ପଡ଼ିନାହିଁ ତ? ସେ ଆତଙ୍କ ଅନୁଭବ କଲା। କିଏ ତୁମେ? କେଇ ଶତାବ୍ଦୀ ଧରି ଅବରୁଦ୍ଧ ମୋର ଏଇ ଗୁମ୍ଫା ଭିତରେ ତମେ ସିଧା ସିଧା ଆବିର୍ଭୂତ ହେଲ କିପରି? ଯୋଗୀ ବାସ୍ତବିକ ଆଶ୍ଚର୍ଯ୍ୟ ହୋଇ ଏ ପ୍ରଶ୍ନ କଲେ। ଗୁମ୍ଫାର ଏକ କୋଣରେ ପୁଞ୍ଜୀଭୂତ କେତେଖଣ୍ଡି ଅପୂର୍ବ ଶିଳାଖଣ୍ଡରୁ ବାହାରୁଥିବା ସ୍ନିଗ୍ଧ ରଶ୍ମିରେ ସେ ବାତାବରଣ ସାମାନ୍ୟ ଆଲୋକିତ ହେଉଥାଏ। ରାଜୁ ଉଠି ବସିଲା। ମହାଶୟ, କ'ଣ କହିଲେ? ଏ ଗୁମ୍ଫାର ଦ୍ୱାର କେଇ ଶତାବ୍ଦୀ ଧରି ଅବରୁଦ୍ଧ ରହିଥିଲା? ମାନେ ଆପଣ ଦୀର୍ଘକାଳ ବ୍ୟାପୀ ବାହାରକୁ ଯାଇନାହାନ୍ତି? ଠିକ୍, କିନ୍ତୁ ମୋ ପ୍ରଶ୍ନର ଉତ୍ତର? ରାଜୁ ସଂକ୍ଷେପରେ ଆପଣାର କାହାଣୀ ଗପିଗଲା। ଯୋଗୀ ଆଖି ବୁଜି କିଛି କ୍ଷଣ ଅତିବାହିତ କରି ତାପରେ ରାଜୁ ମୁଣ୍ଡରେ ହାତ ରଖିଲେ। ସେ ସ୍ପର୍ଶରେ ରାଜୁ ପୁଲକିତ ହେଲା। ତମର ଚେତନା ପବିତ୍ର, ତେଣୁକରି ତମେ ଯେଉଁ ଶକ୍ତି ତରଙ୍ଗରେ ପରିଣତ ହୋଇଥିଲ, ସେ ତରଙ୍ଗ ବଳେ ବଳେ ମୋ ସାନ୍ନିଧ୍ୟକୁ ଆକୃଷ୍ଟ ହୋଇ ଆସିଗଲା। ତମେ ଏଠି ପୁଣି ରୂପ ଗ୍ରହଣ କଲ। ତାଙ୍କ ସ୍ପର୍ଶ ଓ ସାନ୍ନିଧ୍ୟରେ ରାଜୁର ସମସ୍ତ କ୍ଳାନ୍ତି ହେଲା ଦୂରୀଭୂତ। ତା ଅନ୍ତରରେ ସଞ୍ଚାରିତ ହେଲା ଶାନ୍ତି ଓ ଆନନ୍ଦ। ସେ ବୁଝିଲା ସେ ଜଣେ ମହାନ ପୁରୁଷଙ୍କ ସଂସ୍ପର୍ଶରେ ଆସିଛି। ଗୁମ୍ଫା ବାହାରକୁ ଯିବା ଚାଲ। ତମେ ଦେଖିବ ଏକ ନୂତନ ମୁଲକ। ମୁଁ ମୋ ପୁରୁଣା ପରିବେଶକୁ ଦେଖିବି ବହୁ କାଳ ପରେ, ଯୋଗୀ କହିଲେ। ଦୁହେଁ ଯାଇ ଗୁମ୍ଫାର ବନ୍ଦ ଦ୍ୱାର ପାଖରେ ଠିଆ ହେଲେ। ରାଜୁ ପ୍ରକାଣ୍ଡ ପ୍ରସ୍ତର ଖଣ୍ଡିକ ଘୁଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଲା। ଚିନ୍ତା ନାହିଁ, କହିଲେ ଯୋଗୀ। ସେ ଦୁର୍ବଳ ପ୍ରଦୀପଟିଏ ଲିଭାଇବା ପାଇଁ ଯେତିକି ଦରକାର ସେତିକି ଜୋରରେ ଫୁଙ୍କିଦେଲେ। ଶିଳାଖଣ୍ଡ ଅପସରି ଗଲା। ସେମାନେ ଦିବାଲୋକକୁ ବାହାରି ଆସିଲେ। ସେମାନଙ୍କ ଆଗରେ ସେମାନେ ଯେଉଁ ପାହାଡ଼ ଉପରେ ଠିଆ ହୋଇଥିଲେ ତା ପାଦଦେଶରେ ଦେଖାଯାଉଥିଲା ଏକ ପ୍ରସାରିତ ସୁନ୍ଦର ସହର। ଇଏ କ'ଣ? କାହିଁ ଗଲା ଏଠାକାର ସୁନ୍ଦର ଅରଣ୍ୟ? କାହିଁ ଗଲେ ସେସବୁ ତୁଙ୍ଗ ବୃକ୍ଷରାଜି ଓ ସେମାନଙ୍କ ଆଶ୍ରିତ ପଶୁପକ୍ଷୀ? ଯୋଗୀ ଉତ୍କଣ୍ଠିତ ତଥା ବିମର୍ଷ ଭାବରେ ପ୍ରଶ୍ନ କଲେ। ରାଜୁ ତାଙ୍କ ବିସ୍ମୟର ହେତୁ ବୁଝିପାରୁ ନାହିଁ ଜାଣି ସେ ତାହା ବୁଝାଇ ଦେଲେ। ଦିନ ଥିଲା ଯେତେବେଳେ ତାଙ୍କ ଛଡ଼ା ଏ ମୁଲକରେ ଆଉ ମଣିଷ କେହି ନଥିଲେ। ଥରେ ଦୂରାନ୍ତରର ଜଣେ ଅତ୍ୟାଚାରୀ ରାଜା ଦ୍ୱାରା ନିପୀଡ଼ିତ ଗରିବ ଲୋକଟିଏ ଆସି ଏଠି ପହଞ୍ଚିଥାଏ। କ୍ଷୁଧା ତୃଷ୍ଣାରେ ତା ପେଟ ଜଳୁଥିବା ବେଳେ ପାହାଡ଼ ଉପରେ କେତୋଟି ପକ୍ଷୀ ଗୋଟିଏ ତରଭୁଜ ଭକ୍ଷଣ କରୁଥିବାର ଦେଖି ସେ ଝପଟି ଆସି ତାହା ଖାଇ ପକାଇଲା। ଅପୂର୍ବ ସୁସ୍ୱାଦୁ ସେ ଫଳ ଖାଇସାରି ତା ମନରେ ପ୍ରଶ୍ନ ଆସିଲା, ଟିକି ଟିକି ପକ୍ଷୀମାନେ ଏ ବିରାଟ ଫଳ ପାହାଡ଼ ଉପରକୁ ଆଣିଲେ କିପରି? ସେ ଲକ୍ଷ୍ୟ କରି ଦେଖିଲା ପାହାଡ଼ ଉପରେ ହିଁ ତାହା ଉପୁଜିଥିଲା। ପାହାଡ଼ ଉପରେ ତରଭୁଜ? କି ଯାଦୁରେ ବାବା? ସେ ନିଜକୁ ନିଜେ କହିଲା। ଯାଦୁ ନୁହେଁ, ଯୋଗ। ମୋ ବିଭୂତିରୁ ସାମାନ୍ୟ ଦେଇ ମୁଁ ଏହା ଉପୁଜାଇଥାଏ ଏ ବିହଙ୍ଗମାନଙ୍କ ସକାଶେ, ଯୋଗୀ ତାକୁ ଜଣାଇ ଦେଲେ। ଲୋକଟି ଚମକି ପଡ଼ିଲା। ତାପରେ ଯୋଗୀଙ୍କୁ ପ୍ରଣାମ କରି କହିଲା, ମହାଭାଗ, କୃପା କରି ମୋତେ ଗୋଟିଏ ବିହଙ୍ଗରେ ପରିଣତ କରନ୍ତୁ। ତାହେଲେ ଏ ଫଳ ଖାଇ ମୁଁ ବଞ୍ଚିଥିବି। ଯୋଗୀ ହସିଲେ। ବରଂ ମୁଁ ତରଭୁଜର ଆକାର ବଡ଼ କରିଦେବି। ତାହେଲେ ପକ୍ଷୀମାନଙ୍କ ସହ ତୁ ବି ଖାଉଥିବୁ। ଲୋକଟି କୃତଜ୍ଞତାରେ ଶିର ଅବନତ କଲା। କିନ୍ତୁ ସେ ମୁଣ୍ଡ ତୋଳିବା ବେଳକୁ ଦିଶୁଥିଲା ଚିନ୍ତିତ। ପୁଣି ଚିନ୍ତାର ହେତୁ? ଯୋଗୀ ପ୍ରଶ୍ନ କଲେ। ଆପଣଙ୍କୁ କି ଭାଷାରେ ଧନ୍ୟବାଦ ଦେବି ତାହା ହିଁ ମୋ ଚିନ୍ତାର ପ୍ରଥମ ହେତୁ। ଦ୍ୱିତୀୟ ହେତୁ ହେଲା, ମୁଁ ସିନା ତରଭୁଜ ଖାଇ ଆରାମରେ ରହିବି, ପଛରେ ଛାଡ଼ି ଆସିଥିବା ମୋ ପରିବାର କ'ଣ ଖାଇବେ? ସେମାନଙ୍କୁ ଏଠାକୁ ନେଇଆ, ସେମାନେ ବି ତରଭୁଜ ଖାଇ ଚଳିବେ। ଆକାର ଆହୁରି ବଡ଼ କରିଦେବା, ଯୋଗୀ କହିଲେ। ଲୋକଟି ପୁଣି ଶିର ଅବନତ କଲା। କିନ୍ତୁ ମୁଣ୍ଡ ତୋଳିବା ବେଳକୁ ମୁହଁରେ ସ୍ପଷ୍ଟ ଆହୁରି ଚିନ୍ତାର ଲକ୍ଷଣ। କ'ଣ ହେଲା? ପଚାରିଲେ ଯୋଗୀ। ସେଇ ଏକା ସମସ୍ୟା। ଆପଣଙ୍କୁ କି ଭାଷାରେ ଧନ୍ୟବାଦ ଦେବି। ଦ୍ୱିତୀୟ କଥା ହେଲା, ପରିବାର ସିନା ଏଠି ଆସି ଆରାମରେ ରହିବେ, କିନ୍ତୁ ମୋର ବନ୍ଧୁବାନ୍ଧବ, ଶଳା ସମୁଧି ସେମାନେ? ଠିକ୍ ଅଛି, ସେମାନଙ୍କୁ ବି ନେଇଆ। ହେ ମହାଭାଗ, ଶଳା ସମୁଧିଙ୍କ ଶଳା ସମୁଧି? କାଳକ୍ରମେ ପେଟଗୁଡ଼ିକର ସଂଖ୍ୟା ତ ବଢ଼ୁଥିବ।
ଯୋଗୀ କିଛି ସମୟ ଚୁପ୍ ରହି କହିଲେ, ଦେଖ, ମୁଁ ଆଜିଠାରୁ ମୋ ଗୁମ୍ଫାରେ ପଶି ସମାଧିସ୍ଥ ହେବି। କେତେ କାଳ ପାଇଁ କହିପାରୁନାହିଁ, କିନ୍ତୁ ମୁଁ ଯେଉଁ ବିଭୂତି ତରଭୁଜ ଉପୁଜାଇବା ପାଇଁ ଛାଡ଼ିଯିବି, ସେ ତା'ର କାମ କରି ଚାଲିଥିବ। ତୁ ସବୁଦିନ ସୂର୍ଯ୍ୟାସ୍ତ ବେଳେ ଏଠାକୁ ଆସି ପରଦିନ କେତେ ପେଟ ପାଇଁ ତରଭୁଜ ଲୋଡ଼ା ସେ କଥା କହିଦେଇ ଯିବୁ। ସକାଳ ହେବା ବେଳକୁ ସେହି ଅନୁସାରେ ତରଭୁଜଟି ଆକାର ଧାରଣ କରିଥିବ। ସମସ୍ତଙ୍କୁ ତାହା କାଟି ବିତରଣ କରିବୁ। ଯିଏ ଥରେ ତାହାର ସ୍ୱାଦ ପାଇବ, ଅନ୍ୟ ସବୁ ଖାଦ୍ୟ ପଦାର୍ଥ ତାକୁ ତୁଚ୍ଛ ମନେ ହେବ। ଲୋକଟି ବିଦାୟ ନେଲା ଓ କେଇଦିନ ପରେ ତା ପରିବାର ଓ ବନ୍ଧୁବାନ୍ଧବଙ୍କୁ ଧରି ପୁଣି ଆସି ପହଞ୍ଚିଲା। ପାହାଡ଼ ତଳେ ସେମାନେ ନିର୍ମାଣ କଲେ ଛୋଟ ଛୋଟ କୁଡ଼ିଆମାନ। ଯୋଗୀ ସେମାନଙ୍କୁ ବୁଝାଇଲେ କି ସତ୍ୟ କ'ଣ ଜାଣିବା ହେଲା ଜୀବନର ଲକ୍ଷ୍ୟ। ବର୍ତ୍ତମାନ ସେମାନଙ୍କୁ ତ ଆଉ ପେଟ ପାଇଁ ଖଟିବାକୁ ହେବ ନାହିଁ। ଅତଏବ ସେମାନେ ପ୍ରକୃତି କୋଳରେ ଶାନ୍ତିରେ ରହି ସତ୍ୟର ସନ୍ଧାନରେ ଧ୍ୟାନ, ସାଧନା ଇତ୍ୟାଦି କରିବା ଚାହି। ଧ୍ୟାନ କିପରି କରିବାକୁ ହୁଏ ତାହା ସେ ସେମାନଙ୍କୁ ଶିଖାଇଲେ। ଅକାରଣ ଈର୍ଷା, ଉତ୍କଣ୍ଠା, ଅଯଥା ଦ୍ୱନ୍ଦ୍ୱ ପ୍ରତିଯୋଗିତାରୁ କିପରି ଦୂରରେ ରହିବା ସମ୍ଭବ ତାହା ବି। ଦୈନିକ ପାହାଡ଼ ଶୀର୍ଷରେ ସେ ଯୌଗିକ ତରଭୁଜର ଆବିର୍ଭାବ ହେବାକୁ ଲାଗିଲା। ଲୋକେ ପରମ ସନ୍ତୋଷରେ ରହିଲେ। ଯୋଗୀ ଗୁମ୍ଫାରେ ପ୍ରବିଷ୍ଟ ହେଲେ ଓ ଦ୍ୱାର ବନ୍ଦ କଲେ। ଯୁଗ ପରେ ଯୁଗ ବିତିଯିବାକୁ ଲାଗିଲା। ରାଜୁ ଏକାଗ୍ର ଭାବରେ ଶୁଣିଲା ଏ କାହାଣୀ। ଯୋଗୀବର, ଏ ସହର ସେହି ତରଭୁଜ ଭକ୍ଷୀ ଭାଗ୍ୟବାନମାନଙ୍କର ବଂଶଧର ବର୍ଗ ନିର୍ମାଣ କରିଥିବେ। ତରଭୁଜ ଲତା ତ ରହିଛି, ହୁଏତ ଏ ଯାବତ୍ ସେମାନେ ତରଭୁଜ ସଂଗ୍ରହ କରୁଥିବେ। ସେ କହିଲା, ଚାଲ ଥରେ ତଳକୁ ଯାଇ ବୁଲି ଆସିବା। ଯୋଗୀ ପ୍ରସ୍ତାବ ଦେଲେ। ପାହାଡ଼ ଦେହରେ ଖୋଦିତ ହୋଇଥିଲା ସୁଦୃଶ୍ୟ ପାହାଚମାଳା। ଦୁଇ ପାଖରେ ଥିଲେ ଫୁଲ ଗଛମାନ। ଦୁହେଁ ପାଦଦେଶରେ ପହଞ୍ଚି ଦେଖିଲେ ପାହାଚ ଆଗରେ ଫାଟକ। ତାକୁ ଜଗିଛନ୍ତି ଦୁଇଜଣ ବଳିଷ୍ଠ ପ୍ରହରୀ। ଫାଟକ ସେପାଖରେ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଛନ୍ତି ଦଳେ ନରନାରୀ। ସେମାନଙ୍କ ମୁଖପାତ୍ର ପ୍ରହରୀମାନଙ୍କୁ କହିଲେ, ଆମେ ପର୍ଯ୍ୟଟକ ଦଳ, ପାହାଡ଼ ଉପରକୁ ଯିବାକୁ ଚାହୁଁ। ସୁନ୍ଦର ପାହାଚ ରହିଛି, ମନା କରୁଛ କାହିଁକି? ଏ ପାହାଡ଼ ଉପରେ ଯୌଗିକ ତରଭୁଜ ଫଳେ ବୋଲି କ'ଣ ଜଣା ନାହିଁ? କେବଳ ଜଣେ ମାତ୍ର ସ୍ୱଇଚ୍ଛାରେ ଏ ପାହାଚ ଚଢ଼ିବାକୁ ହକଦାର, ସେ ହେଲେ ସର୍ଦ୍ଦାର। ସେ ତରଭୁଜର ଆକାର ବରାଦ କରି ଆସନ୍ତି। ପରଦିନ ତାଙ୍କ ଆଦେଶ ପାଇଲେ ଅନ୍ୟମାନେ ଯାଇ ତରଭୁଜଟି ମନ୍ଥର ଭାବରେ ଗଡ଼େଇ ଗଡ଼େଇ ନେଇ ଆସନ୍ତି। ଜଣେ ପ୍ରହରୀ ବୁଝାଇ ଦେଲା। ଯୋଗୀ ରାଜୁକୁ କହିଲେ, ସେ ସର୍ଦ୍ଦାର ନିଶ୍ଚୟ ଏକଦା ଏକାକୀ ଏଠି ଆସି ପହଞ୍ଚିଥିବା ଗରିବ ଲୋକଟିର ବଂଶଧର। ଏହା କହି ସେ ଫାଟକ ଅତିକ୍ରମ କରି ସହର ଭିତରେ ପାଦ ଦେଲେ। ତାଙ୍କୁ ଅନୁସରଣ କଲା ରାଜୁ। ଆଜ୍ଞା, ପ୍ରହରୀମାନେ ଆମକୁ ବାଧା ଦେଲେ ନାହିଁ, ଏହା ତ ବେଶ୍ ଆଶ୍ଚର୍ଯ୍ୟର କଥା। ସେଇଟା ଆଶ୍ଚର୍ଯ୍ୟର କଥା ନୁହେଁ। ଯାହା ତୁମକୁ ବର୍ତ୍ତମାନ ପ୍ରକୃତ ଆଶ୍ଚର୍ଯ୍ୟ ବୋଲି ମନେ ହେବ, ତାହା ହେଉଛି ଆମେ ଦୁହେଁ ଆପାତତଃ ଅଦୃଶ୍ୟ ଅବସ୍ଥାରେ ହିଁ ବିଚରଣ କରୁଛୁ। ଏପରିକି ଆମ କଥାବାର୍ତ୍ତା ବି ଅନ୍ୟମାନେ ଶୁଣିପାରୁ ନାହାନ୍ତି। ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ। ରାଜୁ ପ୍ରାୟ ପାଟି କରି ଉଠିଲା, କିନ୍ତୁ ପ୍ରହରୀ ଦୁଇଜଣ ଶୁଣିପାରିଲେ ନାହିଁ। ସହରର ରାସ୍ତାଘାଟ ପରିଚ୍ଛନ୍ନ ଓ ଉଜ୍ଜ୍ୱଳ। ସେମାନେ ପ୍ରଧାନ ରାସ୍ତା ଦେଇ ଅଗ୍ରସର ହୋଇ ଗୋଟିଏ ବିରାଟ କକ୍ଷ ଆଗରେ ପହଞ୍ଚିଲେ। ସେଠି ପ୍ରବେଶ ତୋରଣ ଉପରେ ନୀରବ ରୁହ ବୋଲି ସତର୍କବାଣୀ ଯେକୌଣସି ଲୋକର ଦୃଷ୍ଟି ଆକର୍ଷଣ କରିବ। କକ୍ଷ ଆଗରେ କେତେଜଣ କର୍ମଚାରୀ ବୁଲୁଥିଲେ ଓ ବାରମ୍ବାର ଭିତରକୁ ଦୃଷ୍ଟିପାତ କରୁଥିଲେ। ଏ ସ୍ଥାନଟି ସେ ଯୁଗରେ ଥିଲା ଏକ ମନୋରମ ଉପବନ। ଏ ପରିବେଶରେ ସେମାନେ କ'ଣ କରିବେ ସେ କଥା ସେମାନଙ୍କୁ ମୁଁ କିଛି ଆୟାସ କରି ଶିଖାଇଥିଲି। ଉପବନ ଉତ୍ପାଟିତ କରି ଲୋକେ କାହିଁକି ଏ ବିଶାଳ କକ୍ଷ ନିର୍ମାଣ କରିଛନ୍ତି? ଚାଲ ଭିତରକୁ ଦେଖିବା, ଯୋଗୀ କହିଲେ। କକ୍ଷ ଭିତରେ ବହୁବିଧ ଆରାମ ଚୌକି ଓ ଶଯ୍ୟାରେ ଶୋଇଥିଲେ ଶତାଧିକ ନରନାରୀ। କେହି କେହି ପ୍ରବଳ ଘୁଙ୍ଗୁଡ଼ି ମାରୁଥିଲେ। ଯୋଗୀ ଓ ରାଜୁ କିଛି ବୁଝିପାରିଲେ ନାହିଁ। ସେମାନେ ଦେଖିଲେ କର୍ତ୍ତବ୍ୟରତ କର୍ମଚାରୀମାନେ ଛୋଟ ଛୋଟ ଯନ୍ତ୍ର ସାହାଯ୍ୟରେ କାହା ଘୁଙ୍ଗୁଡ଼ି କେତେ ପ୍ରବଳ ତାହା ମାପୁଛନ୍ତି। କିଏ କେତେ ସମୟ ପର୍ଯ୍ୟନ୍ତ ଥରେ ବି ଆଖି ନ ଖୋଲି ବା ପାଖ ନ ଲେଉଟାଇ ନିଦ୍ରିତ ରହିଛି ତାର ହିସାବ ବି ରଖାଯାଉଥିଲା। ହଠାତ୍ ଜଣେ ପୃଥୁଳକାୟ ନିଦ୍ରିତ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ି ପ୍ରବଳରୁ ପ୍ରବଳତର ପର୍ଯ୍ୟାୟରେ ଯାଇ ପହଞ୍ଚିଲା। ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ କହିଲେ, ଆଜି ଇଏ ପ୍ରଥମ ହେବେ। ରାଜୁ ଲକ୍ଷ୍ୟ କଲା ଯୋଗୀଙ୍କ ମୁହଁ କ୍ରମେ ଲାଲ ଦେଖାଯାଉଛି। ଅକସ୍ମାତ୍ ଯୋଗୀ ଚୌକି, ସେଜ ଇତ୍ୟାଦି ଦେହରେ ଗୋଇଠା ମାରିବାକୁ ଆରମ୍ଭ କଲେ ଓ କିଛି କିଛି ଓଲଟାଇ ଦେଲେ। ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କ ଚୁଟି ଝିଙ୍କି ଉଠାଇ ଦେଲେ। ଯୋଗୀଙ୍କ ଦେଖାଦେଖି ରାଜୁ ବି ପ୍ରବଳ ଉତ୍ସାହରେ ସେଇଆ କଲା। ମୁହୂର୍ତ୍ତକ ଭିତରେ ଭୀଷଣ ରଡ଼ି ଆର୍ତ୍ତନାଦରେ ସେ କକ୍ଷ ପ୍ରକମ୍ପିତ ହେଲା।
ସମସ୍ତେ ଆତଙ୍କିତ ଦୃଷ୍ଟିରେ ପରସ୍ପର ଅନାଅନି ହୋଇ କକ୍ଷ ବାହାରକୁ ପଳାଇବାକୁ ବ୍ୟସ୍ତ ହେଉଥାନ୍ତି। କର୍ମଚାରୀମାନେ ବିହ୍ୱଳ ଭାବରେ ଅନାଇଥାନ୍ତି। ଅଦୃଶ୍ୟ ଯୋଗୀ ଓ ରାଜୁ ଏ ବିଭ୍ରାଟ ଉପୁଜାଇ କକ୍ଷରୁ ବାହାରି ଆସିଲେ। ବାବା, ଆପଣ ଏମିତି କ୍ରୁଦ୍ଧ ହେଲେ କାହିଁକି? ରାଜୁ ନିଜ କ୍ଳାନ୍ତ ହାତ ପାପୁଲି ଦଳି ଦଳି ପଚାରିଲା। ଯୋଗୀ କହିଲେ, ଆଖି ବୁଜି କିପରି ଧ୍ୟାନ କରିବାକୁ ହୁଏ ମୁଁ ସେହି ବିଦ୍ୟା ଶିଖାଇଥିଲି। ଧ୍ୟାନ କଥା ଏମାନେ ଭୁଲିଯାଇ ଶୋଇବାରେ କିଏ କେତେ ଧୁରନ୍ଧର ବର୍ତ୍ତମାନ ତାହାରି ଉପରେ ପ୍ରତିଯୋଗିତା କରୁଛନ୍ତି। ହାୟ ହତଭାଗ୍ୟ ମଣିଷ। ଦୁହେଁ ମନ୍ଦିର ଭଳି ଦିଶୁଥିବା ଏକ ଗୃହ ପାଖରେ ପହଞ୍ଚିଲେ ଓ ଭିତରକୁ ଗଲେ। ସହରର ପ୍ରତିନିଧି ସଭାର ବୈଠକ ଆରମ୍ଭ ହେଉଥିଲା। ପ୍ରତିନିଧିମାନଙ୍କ ଆଗରେ କିଛି କହିବାକୁ ପ୍ରସ୍ତୁତ ହେଉଥିଲେ ଜଣେ ଦୀର୍ଘକାୟ ଯୁବକ। ସେ ଯୁବକ ସହରର ସର୍ଦ୍ଦାର ବୋଲି ବୁଝି ହେଉଥିଲା।